ସାଙ୍ଗମାନେ ଆପଣଙ୍କ ଉପସ୍ଥିତିରେ ଯଦି କେହି ନିଜର ଦୁଃଖକୁ ଭୁଲିଯାଏ ତେବେ ଆପଣଙ୍କ ଉପସ୍ଥିତି ହିଁ ପ୍ରକୃତ ସାର୍ଥକତା ଏବଂ ଆପଣଙ୍କ ଉପସ୍ଥିତି ଯଦି କାହାର ଦୁଃଖକୁ ବଢ଼େଇ ଦିଏ ତାହେଲେ ମନେ ରଖନ୍ତୁ ଆପଣଙ୍କ ଜୀବନର କୌଣସି ମୂଲ୍ୟ ନାହିଁ। କାହିଁକି ନା ମଣିଷ ଯଦି ଅନ୍ୟର ମୁହଁରେ ଟିକେ ହସ ଫୁଟେଇ ପାରିଲା ତାହେଲେ ମଣିଷ ଜୀବନର ସାର୍ଥକତା ପ୍ରତିପାଦିତ ହୁଏ। କିନ୍ତୁ ଆଜିର ଦୁନିଆରେ ଅଧିକାଂଶ ମଣିଷ ଅନ୍ୟ ଓଠରେ ହସ ବଦଳରେ ଅନ୍ୟ ଆଖିରେ ଲୁହ ଦେବାକୁ ପସନ୍ଦ କରନ୍ତି। ଅନ୍ୟକୁ ବିପଦରେ ପକାଇ ଖୁସି ହୁଅନ୍ତି। ଆପଣଙ୍କ ଆଗରେ ମିଠା ମିଠା କଥା କୁହନ୍ତି କିନ୍ତୁ ଆପଣଙ୍କ ପଛରେ ଆପଣଙ୍କୁ ବିପଦରେ ପକାଇବା ପାଇଁ ପ୍ରୟାସ କରୁଥାନ୍ତି। ସ୍ୱାର୍ଥ ଥିଲେ ଆପଣଙ୍କ ସହ ସମ୍ପର୍କ ରଖନ୍ତି ଆଉ ସ୍ୱାର୍ଥ ସରିଗଲେ ଯେତେ ମଧୁର ସମ୍ପର୍କ ହେଲେ ବି ତାକୁ ଭାଙ୍ଗି ଦିଅନ୍ତି। ଲୋକେ ଏଠି ଅନ୍ୟକୁ କାଦୁଅରେ ପଶିବାର ଦେଖି ଖୁସି ହୁଅନ୍ତି କିନ୍ତୁ କାଦୁଅରୁ ବାହାର କରିବା ପାଇଁ ଚେଷ୍ଟା କରନ୍ତି ନାହିଁ। ଆପଣ ଯେତେ ଭଲ ହେବେ ଆପଣଙ୍କୁ ସେତେ ଅଧିକ ଗାଳି ମିଳିବ ଆଉ ଆପଣ ଯେତେ ଖରାପ ହେବେ ଆପଣଙ୍କୁ ସେତେ ପ୍ରଶଂସା କରାଯିବ। ହେଲେ ମନେ ରଖନ୍ତୁ ଆପଣ ଯେଉଁ ରାସ୍ତାରେ ଏକୁଟିଆ ଚାଲୁଛନ୍ତି ଯଦି ସେହି ରାସ୍ତାରେ ଆପଣଙ୍କ ସହ କେହି ନଥାନ୍ତି ତାହେଲେ ଆପଣ ବୁଝିଯାଆନ୍ତୁ ଯେ ଆପଣ ସଠିକ ରାସ୍ତାରେ ଚାଲୁଛନ୍ତି। ଆପଣ ବିବେକ ଯେ ପର୍ଯ୍ୟନ୍ତ କହୁଛି ଏହି ରାସ୍ତା ହେଉଛି ଠିକ ସେ ପର୍ଯ୍ୟନ୍ତ ଆପଣ ଚାଲିବା ଜାରି ରଖନ୍ତୁ। କାହିଁକି ନା ସତ୍ୟତାର ରାସ୍ତାରେ କେହି ଆପଣଙ୍କ ସାଥିରେ ନଥାନ୍ତି। ଆପଣଙ୍କୁ ଏକା ଚାଲିବାକୁ ପଡ଼ିଥାଏ। କ'ଣ ସାଙ୍ଗମାନେ ଠିକ ତ?